ହିଟ୍‌ୱେଭ୍ଟା ଏମିତି ଗୋଟେ ପ୍ରାକୃତିକ ବିପର୍ଯ୍ୟୟ ଯେଉଁ ବିପର୍ଯ୍ୟୟକୁ କେବଳ ଅନୁଭବ କରି ହୁଏ, ଆଖିରେ ଦେଖି ହୁଏ ନାହିଁ। ତେଣୁ ତାକୁ ସାମ୍ନା କରିବା ପାଇଁ ଏଥର ନୂଆ ଏସ୍ଓପି ଆମେ ତିଆରି କରିଛୁ ଏବଂ ଜିଲ୍ଲାପାଳମାନଙ୍କ ସାଙ୍ଗରେ ଏବଂ ଅନ୍ୟ ଅଧିକାରୀମାନଙ୍କ ସାଙ୍ଗେ ଏ ବାବଦରେ କଥାବାର୍ତ୍ତା ହେଇଛି। ଆଜି ମଧ୍ୟ ଗୁଡ଼ିଏ ଜିଲ୍ଲାପାଳଙ୍କ ସାଙ୍ଗରେ ମୋର ଭିସିରେ କଥାବାର୍ତ୍ତା ହେଇଛି। ପ୍ରଥମ ବିଷୟ ହେଲା ଯେ ବହୁ ସମୟରେ ରାଜ୍ୟ ସରକାର ନିଜ ପାଖରେ ସମସ୍ତ କ୍ଷମତା ରଖୁଥିଲେ ନିଷ୍ପତ୍ତି ନେବା ପାଇଁ। ଆବଶ୍ୟକ ପଡ଼ିଲେ କଲେକ୍ଟରମାନେ ତାଙ୍କର ଆବେଦନ ପଠାଉଥିଲେ ରାଜସ୍ୱ ବିଭାଗକୁ, ରାଜସ୍ୱ ବିଭାଗ ନିଷ୍ପତ୍ତି କରୁଥିଲା। ଆମେ ଜିଲ୍ଲାପାଳମାନଙ୍କୁ ଅଧିକୃତ କରିଛୁ ଯେ ରାଜ୍ୟ ସରକାର ଦେଇଥିବା ଏସ୍ଓପି ବାହାରେ ଯଦି କୌଣସି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ନିର୍ଦ୍ଦିଷ୍ଟ କୌଣସି ନିଷ୍ପତ୍ତି ନେବାର ଅଛି ଜିଲ୍ଲାପାଳମାନେ ନେଇପାରିବେ ଏବଂ ପରବର୍ତ୍ତୀ ଅବସ୍ଥାରେ ରାଜ୍ୟ ସରକାରଙ୍କର ଅନୁମୋଦନ କରିପାରିବେ। ଏକ ଦ୍ୱିତୀୟ, ଖରା ସମୟରେ ବାହାରିବାଟା ହେଉଛି ସବୁଠାରୁ ବଡ଼ ସମସ୍ୟା। 11ଟା ଠାରୁ 3ଟା ପର୍ଯ୍ୟନ୍ତ ଏଇଟା ହେଉଛି ସବୁଠାରୁ ଗରମ ସମୟ। ଏ ସମୟ ଭିତରେ ଯେଉଁ ଗାଡ଼ି ସବୁ ପରିବହନ କରିଥାଏ, ଯାତ୍ରୀ ପରିବହନ ହେଉ କିମ୍ବା ମାଲ ପରିବହନ ହେଉ, ତାର ଉପରେ ଟେମ୍ପରେଚରର ଆଧାରରେ ରେଷ୍ଟ୍ରିକ୍ସନ୍ କରିବା ପାଇଁ ଆମେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛୁ। ସେ ସମୟ ଭିତରେ ଯେଉଁ ଜାଗାରେ ଟେମ୍ପରେଚର ଆବଶ୍ୟକତା ଠାରୁ ଅଧିକ ଥିବ ଏବଂ କମ୍ଫର୍ଟେବୁଲ୍ ନଥିବ ଲୋକଙ୍କ ପାଇଁ, ସେ ସମୟରେ ଗାଡ଼ି ଯାତାୟାତ ହୋଇପାରିବ ନାହିଁ। ଯେଉଁ ଜାଗାରେ ଯାତାୟାତ କରିବାର ରାସ୍ତା ସବୁ ସମ୍ପୂର୍ଣ୍ଣ ରାସ୍ତାରେ ଏଥର ଆମେ ବିଭିନ୍ନ ବିଭାଗକୁ ଲଗେଇକରି ସେମାନଙ୍କର ଟିକେ ବିଶ୍ରାମ କରିବା, ORS ପ୍ୟାକେଟ୍ ରଖାଇବା, ପିଇବା ପାଣିର ବ୍ୟବସ୍ଥା କରିବା, ସେଇଟା ଆମେ କରୁଛୁ। ଆପଣମାନେ ଦେଖିବେ ଯେ ଅତୀତରେ ବନ୍ୟା ଆଶ୍ରୟସ୍ଥଳୀ, ବାତ୍ୟା ଆଶ୍ରୟସ୍ଥଳୀ ଆମେ କରିଛୁ। ଏଥର ଆମେ ନିଷ୍ପତ୍ତି କରିଛୁ ଯେଉଁ ଜାଗାରେ ଆବଶ୍ୟକତା ଠାରୁ ଅଧିକ ହିଟ୍ ହେଉଛି, ହିଟ୍ ୱେଭ୍ ହେଉଛି, ସେଠି ଆମେ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ ମଧ୍ୟ ନିର୍ମାଣ କରିବା ପାଇଁ ଯାଉଛୁ। ଭ୍ରାମ୍ୟମାଣ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ ମଧ୍ୟ କରିବୁ, ଯେମିତି ଗାଡ଼ିକୁ ସେ ଦିଗରେ ପ୍ରସ୍ତୁତ କରିକରି ଆବଶ୍ୟକ ପଡ଼ିଲେ ତାକୁ ମଧ୍ୟ ଆମେ ବ୍ୟବହାରକୁ ଆଣିବୁ। ଆମ୍ବୁଲାନ୍ସ ଏବଂ ଫାୟାର ବ୍ରିଗେଡ୍ ସର୍ଭିସେସ୍ମାନଙ୍କୁ ମଧ୍ୟ ସତର୍କ କରିଦିଆହେଇଛି, ଯେମିତି 20 ମିନିଟ୍ ଭିତରେ କୌଣସି ଜାଗାରେ ଆବଶ୍ୟକ ପଡ଼ିଲେ ସେମାନେ ପହଞ୍ଚି ପାରିବେ। ଯେତେ ସେଣ୍ଟ୍ରାଲ PSU, ଷ୍ଟେଟ୍ PSU ଅଛି, ଆଜି ମହାନ୍ତି କୋଇଲା କମ୍ପାନୀ ରାଜି ହେଲା ଯେ ଯେତେ ଲୋକ ନିର୍ଦ୍ଦିଷ୍ଟ ରାସ୍ତାର ନ୍ୟାସନାଲ୍ ହାଇୱେରେ ଯାଉଥିବେ, ଯାତ୍ରୀ ପରିବହନ ହେଉ କିମ୍ବା ମାଲ ପରିବହନ ହେଉ, ସେମାନଙ୍କ ପ୍ରତ୍ୟେକ ଗାଡ଼ି ପାଇଁ ORS ପ୍ୟାକେଟ୍ ଏବଂ ପିଇବା ପାଣିର ବ୍ୟବସ୍ଥା ସେମାନେ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ତେଣୁ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କର PSU, ରାଜ୍ୟ ସରକାରଙ୍କର PSU, ଓଡ଼ିଶାରେ ଯେତେ ଶିଳ୍ପ ଅନୁଷ୍ଠାନ ମାନେ ଅଛି, ଜିଲ୍ଲା ପ୍ରଶାସନ, PR ଡିପାର୍ଟମେଣ୍ଟ, ଅର୍ବାନ୍ ଡିପାର୍ଟମେଣ୍ଟ, ଇଏ ସମସ୍ତଙ୍କୁ ଆମେ କନଭର୍ଜେନ୍ସ କରୁଛୁ ଏଥର ଖରା ଏବଂ ହିଟ୍ ୱେଭ୍କୁ ସାମ୍ନା କରିବା ପାଇଁ। ଏବଂ ବାକି 30ଟା ଜିଲ୍ଲାର ରିପୋର୍ଟ ମୁଁ ନେଇସାରିଛି। PR ଡିପାର୍ଟମେଣ୍ଟ, ଅର୍ବାନ୍ ଡିପାର୍ଟମେଣ୍ଟର ମଧ୍ୟ ଆମେ ତାଙ୍କର ରିପୋର୍ଟ ମଧ୍ୟ ହସ୍ତଗତ କରିଛୁ। ପୁରା ପ୍ରସ୍ତୁତ ଅଛୁ ଯେ ବିଗତ ବର୍ଷ ଭଳିଆ ଏ ବର୍ଷ ମଧ୍ୟ ବିନା କ୍ଷୟକ୍ଷତିରେ ଆମେ ହିଟ୍ ୱେଭ୍ଟାକୁ ଓଡ଼ିଶାରେ ସଫଳତାର ସହିତ ସାମ୍ନା କରିବୁ। ଏକ ତ ପୁଣି ସେ କଥା ଆସିଲା ଯେ ସ୍କୁଲ ଛୁଟି କଥା, ସ୍କୁଲ କଲେଜ ଛୁଟି କଥା। ସ୍କୁଲ କଲେଜ ଛୁଟି କରିବା ପାଇଁ ମଧ୍ୟ ରାଜସ୍ୱ ବିଭାଗ, ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ସାଙ୍ଗରେ କଥାବାର୍ତ୍ତା କରିଛି। ସବୁ ଜିଲ୍ଲାରେ ସମାନ ଟେମ୍ପରେଚର ନାହିଁ। ଯେଉଁ ଜିଲ୍ଲାରେ ତାପମାନ ବଢ଼ି ବଢ଼ି ଯାଉଛି ସେ ଜାଗାରେ IMD ପୂର୍ବ ଅନୁମାନ କରିଥିବା ପିରିୟଡ଼ ପର୍ଯ୍ୟନ୍ତ ସ୍କୁଲ ଆଉ କଲେଜକୁ ଆମେ ଆବଶ୍ୟକ ପଡ଼ିଲେ ବନ୍ଦ କରିବୁ। କଳାହାଣ୍ଡି, ବଲାଙ୍ଗୀର ବନ୍ଦ ହୋଇସାରିଲାଣି। ଜିଲ୍ଲାପାଳମାନେ ଯେଉଁମାନେ ତଳେ ଅଛନ୍ତି ଜିଲ୍ଲାରେ, ସେମାନେ ବେଟର ପୋଜିସନରେ ଅଛନ୍ତି ଯେ ଯେଉଁ ପରିସ୍ଥିତି ଅଛି ସେ ପରିସ୍ଥିତିରେ ସ୍କୁଲ କଲେଜ ଚାଲିବା ଉଚିତ ବି ନୁହେଁ। ରାଜ୍ୟ ସରକାରଙ୍କର ନିଷ୍ପତ୍ତି ହେବା ପୂର୍ବରୁ ସେମାନେ ମଧ୍ୟ ନିଷ୍ପତ୍ତି କରିପାରିବେ, ଯେଉଁ ନିଷ୍ପତ୍ତିକୁ ଆମେ ଏଠୁ ଅନୁମୋଦନ କରିବୁ। ତେଣୁ ଟୋଟାଲ ଦାୟିତ୍ୱ ଏବଂ କ୍ଷମତାର ବିକେନ୍ଦ୍ରୀକରଣ, ତଳସ୍ତର ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେବାର ଅଧିକାର, ଏଇଟା ଏ ସରକାରର ସବୁଠାରୁ ବଡ଼ ଉପଲବ୍ଧି ହେବ ପରିସ୍ଥିତିକୁ ସାମ୍ନା କରିବା। ଦେଖନ୍ତୁ, ଅଂଶୁଘାତ ଡେଥ୍ ତ ସ୍ୱାଭାବିକ ପ୍ରକ୍ରିୟାରେ ହୁଏ, କିନ୍ତୁ ଜଣେ କେଉଁ କାରଣରୁ ତାର ଡେଥ୍ ହେଲା
ता जानापी हेल्ले पोस्टमार्टम कले जना पड़े अंशुघातर डेथ को आम क्षतिपूरण से दौचु यहाँ गोटे प्राकृतिक विपर्य जाऊँगी तेणु जो जगार कौन भी डेथ हे अस्वाभाविक डेथ्र पोस्टमार्टम रिपोर्ट कलापर पोस्टमार्टम जदि कारण ठाब कला और हिटवेव कारण दर्शेला आम रिपोर्ट पाइबार 24 घंटा भितर डीबीटी माध्यम जो परिवार नेक्स्ट किन अच्छा पैसा पठे।